ଯେକୌଣସି ବ୍ୟକ୍ତି ବି ଯଦି କୌଣସି ବାହାରେ ଥାଇକି ଘରକୁ ଆସେ କିମ୍ବା କୌଣସି ଯଦି ବହୁତ ବଡ଼ ଦାୟିତ୍ୱ ତାକୁ ମିଳେ ସେ ନିଜ ଗାଁକୁ ଆସିଲା ବେଳେ ସ୍ୱାଭାବିକ ଭାବରେ ବହୁତ ସେ ଖୁସି ହୋଇଥାଏ। ମୁଁ ସେଥିରୁ କେମିତି ବାଦ ପଡ଼ିବି? ଏଣୁକରି ଆଜି ସାରା ଓଡ଼ିଶାର ଦାୟିତ୍ୱ ଯେତେବେଳେ ମୋତେ ଲୋକଙ୍କର ମୁଖ୍ୟମନ୍ତ୍ରୀ ହିସାବରେ ଦାୟିତ୍ୱ ଆଜି ମୋତେ ମିଳିଛି, ଇଏ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ମା ତାରିଣୀଙ୍କ ଆଶୀର୍ବାଦରେ ନିଶ୍ଚିତ ଭାବରେ ଇଏ ମୋ ପବିତ୍ର ମାଟି, ଏଇଠି ମୋର ଜନ୍ମ ହେଇଥିଲା ଏ ରାଇକଳାରେ ଏବଂ ଏଇ ଘରେ, ଏବଂ ଏଇ ଘରର ପାଣି ପବନରେ ମୁଁ ଆଜି ବଡ଼ ହେଇଛି ଏବଂ ଆଜି ମୁଁ ଏ ମାଟି ଏତେ ଶକ୍ତିଶାଳୀ ଏବଂ ପବିତ୍ରତା ଅଛି ଏ ମାଟିରେ ଆଜି ମୁଁ ବଢ଼ିଛି ଏବଂ ଜନ୍ମ ହେବା କାରଣରୁ ଆଜି ମୋତେ ମଧ୍ୟ ଏଠି ଆଶୀର୍ବାଦ ମିଳିଛି ଆଉ ଆଜି ମୁଁ ଓଡ଼ିଶାର ଲୋକଙ୍କର ମୁଖ୍ୟମନ୍ତ୍ରୀ ହେଇଛି। ସେଥିପାଇଁ ମୁଁ ନିଶ୍ଚିତ ଭାବରେ ଗର୍ବିତ ଏବଂ ଖୁସିର କଥା ଆଉ କ'ଣ କହିବି। ଖୁସି ନିଶ୍ଚିତ ଭାବରେ ହେବା ସ୍ୱାଭାବିକ କଥା। ଆଜି ସାରା ଓଡ଼ିଶାର ଦାୟିତ୍ୱ ମୋତେ ମିଳିଛି। 12 ତାରିଖରୁ ଶପଥ ପାଠ ନେଲା ପରେ ଗାଁକୁ ଆସିବାର ବହୁତ ଇଚ୍ଛା ଥିଲେ ମଧ୍ୟ ଆସିପାରୁନଥିଲି ଏବଂ ଯେହେତୁ ଲୋକମାନେ ଆଗ୍ରହ ବହୁତ କଲେ, ଏ ମୋ ଗାଁ ଲୋକମାନେ, ଇଏ ମୋ ଅଞ୍ଚଳର ଲୋକମାନେ ବାଧ୍ୟ ହୋଇକରି ଆଜି ତାରିଖକୁ ମୁଁ ଆସିବା ପାଇଁ ପ୍ରୋଗ୍ରାମ ତିଆରି ହୋଇଥିଲା ଏବଂ ଆଜି ଗାଁରେ ମୁଁ ଏକା ଆସିନାହିଁ, ମୋର ଧର୍ମପତ୍ନୀ ସହିତ ମୁଁ ଆସିଲି। ସେ ବି ବହୁ ସମୟରେ ଆସିପାରୁନାହାନ୍ତି ଯେହେତୁ ଭୁବନେଶ୍ୱରରେ ସେ ପିଲାମାନଙ୍କ ସାଙ୍ଗରେ ରହନ୍ତି, କିନ୍ତୁ ସେ ବି ଆଜି ମୋ ସହିତ ଆସିଛନ୍ତି। ଗାଁରେ ଲୋକମାନେ ବହୁତ ଖୁସି ଅଛନ୍ତି। ଆଉ ଝୁମ୍ପୁରା, ରାଇକଳା, କେନ୍ଦୁଝର ଯେଉଁଠି ମୋର ପାଠପଢ଼ା, ସାଙ୍ଗସାଥି, ବୁଲିବା, ଏଇ ଗାଁରୁ ମୁଁ ଚାଲି ଚାଲି ମୋ ମା ସାଙ୍ଗରେ ହାଟକୁ ଯିବା, ଝୁମ୍ପୁରା ହାଟକୁ, ଏ ସମସ୍ତ କଥାକୁ ଯେତେବେଳେ ଆଜି ମନେ ପଡ଼ୁଛି ନିଶ୍ଚିତ ଭାବରେ ମୁଁ ବି ବେଳେବେଳେ ଭାବ ବିହ୍ୱଳ ହୋଇଯାଉଛି। ସମୟର କଥା, ଠାକୁରଙ୍କ ଆଶୀର୍ବାଦ ଆଜି ଏତେ ବଡ଼ ଗୁରୁଦାୟିତ୍ୱ ଆଜି ମୋତେ ସାରା ଓଡ଼ିଶାର ମିଳିଛି। ଆଉ ଏଇ ମୋର ପବିତ୍ର ମାଟି, ମୋ ଗାଁ ରାଇକଳା, ଏ ଗାଁରୁ ମୋ ରାଜନୀତି ମୁଁ ଆରମ୍ଭ କରିଛି। ଏଇଠି ମୁଁ ସରପଞ୍ଚରୁ ବିଧାୟକ ହେଇକରି ଆଜି ମୁଖ୍ୟମନ୍ତ୍ରୀ ହେଇଛି ଏବଂ ଏଇଠୁ ମୁଁ ସେବା ଆରମ୍ଭ କରିକରି ଆଜି ଓଡ଼ିଶାର ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେଇଛି। ନିଶ୍ଚିତ ଭାବରେ ଭାରି ଖୁସି ଲାଗୁଛି। ମୋ ପାଖରେ ଧର୍ମପତ୍ନୀ ଅଛନ୍ତି, ମୋ ଭଉଣୀ ଆସିଛନ୍ତି ଏବଂ ଆମର ଯେତେ ସବୁ ବନ୍ଧୁବାନ୍ଧବ ଲୋକ ସବୁ ଆସିଛନ୍ତି, ଗାଁ ଲୋକ ସବୁ ଆସିଛନ୍ତି। ଏ ସମସ୍ତଙ୍କର ଉପସ୍ଥିତି ଆଜି ମୋତେ ନିଶ୍ଚିତ ଭାବରେ ଭାବ ବିହ୍ୱଳ କରିଛି। ଆଉ ନିଶ୍ଚିତ ଭାବରେ ଗାଁର ଉନ୍ନତିଠୁ ଆରମ୍ଭ କରିକି ଓଡ଼ିଶା ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ବିକାଶ କରିବା ପାଇଁ, ଲୋକଙ୍କୁ ସେବା ଦେବା ପାଇଁ ବହୁତ ବଡ଼ ସୁଯୋଗ ଯେହେତୁ ଆସିଛି, ତାର ଭରପୁର ସୁଯୋଗ ମୁଁ ଦେବା ପାଇଁ ତାର ସୁଯୋଗ ନେବି ଏବଂ ସୁଯୋଗ ମଧ୍ୟ ତାର ବିକାଶ ମଧ୍ୟ କରିବି ଏବଂ ଦୈନିକ 18 ଘଣ୍ଟାରୁ 20 ଘଣ୍ଟା ପର୍ଯ୍ୟନ୍ତ ସମୟ ଦେବି ଲୋକଙ୍କର ସେବା କରିବା ପାଇଁ, ଓଡ଼ିଶାର ବିକାଶ କରିବା ପାଇଁ ଏବଂ ମୋ କେନ୍ଦୁଝର ଜିଲ୍ଲାକୁ ସୁନାର କେନ୍ଦୁଝର କରିବା ପାଇଁ, ଭାରତ ବର୍ଷରେ 1 ନମ୍ବର ଜିଲ୍ଲା କରିବା ପାଇଁ ମଧ୍ୟ ତା ଭିତରେ ମୁଁ ମୋ ମନ ଭିତରେ ରଖିଛି। ଯେହେତୁ ଲୋକ ମୋତେ ବହୁତ ଆଶା କରିଛନ୍ତି କେନ୍ଦୁଝର ଜିଲ୍ଲାକୁ ଆଗକୁ ନେବା ପାଇଁ। କେନ୍ଦୁଝର ଜିଲ୍ଲା ଯଦି 1 ନମ୍ବର ହେଇଯିବ, ଓଡ଼ିଶା ନିଶ୍ଚିତ ଭାବରେ ଡେଭଲପ ହେଇଯିବ, ନୂଆ ଓଡ଼ିଶା ଗଠନ ହେଇଯିବ ଆଉ ଭାରତ ବର୍ଷରେ ସ୍ୱତନ୍ତ୍ରତା ପାଇବ। ଛୋଟବେଳେ ମା ଏଇଭଳି ଭାବରେ ନିଜର ପିଲାମାନଙ୍କୁ ଖୁଆଇଥାନ୍ତି ଆଉ ମୋ ମା ମଧ୍ୟ ମୋତେ ବହୁତ ସମୟରେ ଆମେ ଖାଇବା ପାଇଁ ଇଚ୍ଛା ପ୍ରକଟ କରିନଥାଉ, ଖେଳିବା ପାଇଁ ବ୍ୟସ୍ତତା ଭିତରେ, କିନ୍ତୁ ମା ଜବରଦସ୍ତି ଆଣକୁ ମଧ୍ୟ ଭାତ ମୁଣ୍ଡରେ ଧରିକିରି, ହାତରେ ଧରି, ଦେହରେ ଧରି ମଧ୍ୟ ସେ ଭାତ ଖୁଆଇଥାନ୍ତି, ଯାହା ଆଜି ମା ପୁଣି ଆଉ ଥରେ ମୋତେ ଖୁଆଇଛନ୍ତି। ଇଏ ଓଡ଼ିଆ, ଏଇଥିରେ ଓଡ଼ିଆର ଅସ୍ମିତା କଥା ଅଛି। ଏଠି ଏମିତି ଅନେକ ପରମ୍ପରା ଅଛି। କୌଣସି ପର୍ବପର୍ବାଣୀ, ରଜ ହଉ କି ଅନ୍ୟ ମକର ସଂକ୍ରାନ୍ତି ହଉ, କାଳୀପୂଜା ହଉ, ଯେଉଁ ଆମ ଗାଁ ମାନଙ୍କର ଯେଉଁ ପର୍ବପର୍ବାଣୀ ଆମର ସେ ସଂସ୍କୃତିର ଯେଉଁ ଆମର ପ୍ରତୀକ ଅଛି, ତାକୁ ଆଧାର କରି ଘରେ ଅନେକ ସମୟରେ ଘରର ଖାଦ୍ୟ ହିଁ ପ୍ରସ୍ତୁତ କରାଯାଏ, ଆମେ ତାକୁ ମଧ୍ୟ ଖାଇଥାଉ। ମୁଁ ତ ପଖାଳ ଖିଆ ଲୋକ, ବୁଝିଲେ, ମୁଁ ପଖାଳ ପ୍ରାୟ 3 ଉଳି ପଖାଳ ଖାଏ। ମୁଁ ସ୍କୁଲ ଗଲାବେଳେ ଥରେ ଖାଏ, ଖେଳ ଛୁଟି ହେଲେ ଆଉ ଥରେ ଏଇଠି ଗାଁରେ ପାଠ ପଢୁଥିଲି ଏଇଠି ଆସିକି ଖାଏ, ଆଉ ଥରେ ରାତିରେ ଆସିକି ଖାଏ। ବାହାରେ ପଢିଲା ବେଳେ ସେ ସୁଯୋଗ ଅବଶ୍ୟ ପାଇନାହିଁ, କିନ୍ତୁ ଯେବେ ଆସେ ଖାଏ।
सेमिति अनेक समय राजनीति करू केउंझर को शिफ्ट हेबा टिके एवं केउंझर भुवनेश्वर को शिफ्ट हेबा तापर भी जो दिन गाँ को आसे गाँ रे माँ जहाँ रोषे करिथिबे साग पखाड़ भात सहित साग हो से बड़ी टिके हो किंबा आपंकर सुजना साग टिके हो किंबा कुंदुरी भजा टिके हो रुमा छुई भजा टिके हो छुई भजा टिके हो एवं आपंकर बाईगण भर्ता टिके हो बा आलू भजा टिके हो ये समस्त को खाइबारे जो अप्रिय आनंद आ मजा अच्छी वास्तविक 5 स्टार होटेल रे भी से प्रकार मजा मु आज पर्यंत पाई नाही एणु से गोटे कथा अच्छी मार स्नेह ममता गाँ लोकंकर परिवार लोकंकर भल पाइबा एईटा ही मधुरता बेसी आने आ सेई मधुरता भल पाइबाटा ही 5 स्टार होटेल ठारू बड़ आनंद देइथाय जहाँकि आज मुझे अनुभव करिछि एणु आपण माने निश्चित भाव एभली उड़िया अस्मिता को बजाय रखिया पई मु एका नुह प्राय मोर समस्त साथी भाई माने जो माने मंत्रिमंडल अछंती विधायक अछंती विभिन्न जगार राजनीति काम काम करछंती समाने मध्य उड़िया अस्मिता को आज जो संकट रे अछि ताको बंचैया पई एठी रज हमर दोड़ी हुए पिठा हुए ताश खेल हुए मु ए वर्ष वंचित हेली भुवनेश्वर में मु रज मानिली किंतु मोर मने पड़ुछि समस्ते कहउतले काहे एथरा आसिलो नै बोली मो गाँ लोक माने मते समाने धमक दउतले तुम काहे आसिलोनी सब वर्ष आसिलोनी काहे दोड़ी गीत टिके गाइलोनी दोड़ी टिके झोलिलोनी ये जो तांकर भल पाइबाटा ये हूँ उड़िया अस्मिता जेते आम ऊपर को गले गाँव परंपरा संस्कृति एवं पर्व को आम भूलिबा कथा नहीं ये कथा नहीं भारी मो अत्यंत खुशी अच्छी एवं मो धर्मपत्नी टिके खुशी अच्छी किंतु से कथा से कहिबे धन्यवाद गाँ को आमर सब बड़े एमती भी आसुचु आज टिके अलग प्रकार जेहेतु बड़ पदवी मिली जहाँ भी हमको प्रोटोकॉल रे रहिबा पई पड़ुछि तेणु करी खूब से बहुत खुशी आस बस नमस्कार।